ମନୁଷ୍ୟ ନିୟମକୁ ପାଳନ କଲେ ମନୁଷ୍ୟ ହୁଏ। ଅନିୟମିତ ରହୁଥିବା ମନୁଷ୍ୟ ପଶୁଠାରୁ ବି ଗୋଜରା ହୁଏ, ଅର୍ଥାତ୍ ନଷ୍ଟ ଯନ୍ତ୍ରଣା ପାଏ। ଏଣୁ ସଫଳ ଜୀବନ ସ୍ୱାସ୍ଥ୍ୟ ରକ୍ଷା ପାଇଁ ନିୟମ ପାଳନ କରିବା ଉଚିତ। ପ୍ରଥମତଃ ହେଉଛି ସକାଳୁ ଉଠି 1 ଗ୍ଲାସ୍ ପାଣି ପିଅ। ସଦାସର୍ବଦା ସୂର୍ଯ୍ୟୋଦୟ ପୂର୍ବରୁ ଉଠ। 2 ନମ୍ବରରେ ରାତ୍ରିରେ ତମ୍ବା ପାତ୍ରରେ ପାଣି ରଖ। ସକାଳୁ ଉଠି ଗାଧୋଇବା ପୂର୍ବରୁ ପିଅ, ପାଇଖାନା ସଫା ହୁଏ। 3ରେ ଗାଧୋଇବା ବେଳେ ଦାନ୍ତକୁ ଖୁବ୍ ମାଜିଲେ ଜୀବନ ସାରା ହଲେ ନାହିଁ ଏବଂ ଦାନ୍ତ ରୋଗ ହୁଏ ନାହିଁ। 4ରେ ହାତ ମୁହଁ ଧୋଇବା ସମୟରେ ଆଖିକୁ ପାଣି ଛାଟ, ଏହାଦ୍ୱାରା ଆଖିର ଦୃଷ୍ଟିଶକ୍ତି ବଢ଼େ। 5ରେ ଖାଇବା ପୂର୍ବରୁ ମୁହଁ ହାତ ଗୋଡ଼ ଧୋଇଲେ ଜଠରାଗ୍ନି ମୁହଁ ଖୋଲିଯାଏ ତଥା ଭୋଜନ ପୂର୍ବରୁ 1 ଗ୍ଲାସ୍ ପାଣି ପିଅ। 6ରେ ଖାଇବା ସମୟରେ ପାଣି ପିଅ ନାହିଁ, ଆବଶ୍ୟକ ପଡ଼ିଲେ ମୁନ୍ଦେ ପିଅ। ଭୋଜନର 1 ଘଣ୍ଟା ପରେ ପାଣି ପିଅ, ଏହାଦ୍ୱାରା ଖାଦ୍ୟ ପେଟରେ ରୋଗରୁ ରକ୍ଷା ପାଏ। 7ରେ ଖାଇବା ପରେ ଚଲଫେର ହେବ। ଭୋଜନ ପରେ ବାଁ ପଟ ନାକ ବନ୍ଦ କଲେ ପାଚନ ଶକ୍ତି ବଢ଼େ। ରାତ୍ରିରେ ଶୋଇବା ପୂର୍ବରୁ ପାଣି ପିଇବା ଉଚିତ। 8ରେ ସପ୍ତାହରେ କମ୍ରୁ କମ୍ ବାରେ ଶରୀରରେ ସୋରିଷ ତେଲ ମାଲିସ କରିବା କଲେ ସ୍ୱାସ୍ଥ୍ୟ ବହୁତ ସୁନ୍ଦର ମଜବୁତ ହୁଏ। ଚିନ୍ତା କଲେ ଯେତେ ସ୍ୱାସ୍ଥ୍ୟ ନଷ୍ଟ ହୁଏ ସେତିକି ରୋଗରୁ ନୁହେଁ। 9ରେ ଖାନା ଖାଇବା ପରେ ବା ଖାଦ୍ୟ ଖାଇବା ପରେ ପେଶାବ କରିବା କଲେ ଧାତୁ କ୍ଷୀଣତା ହୁଏ ନାହିଁ, ସ୍ୱପ୍ନ ଦୋଷ ହେବାରେ ଖତରା ହୁଏ ନାହିଁ। 10ରେ ରାତ୍ରିରେ ଖାଇବାର 3 ଘଣ୍ଟା ପରେ ସ୍ତ୍ରୀ ସହବାସ କରିବା ଉଚିତ, ଏହା ପୂର୍ବରୁ କଲେ ପେଟ ରୋଗ ହୁଏ। 11 ସ୍ତ୍ରୀ ସହବାସ ପରେ ପିଲାଙ୍କୁ ଦୁଧ ଦେବେ ନାହିଁ, ଦେଲେ ପିଲାର ସ୍ୱାସ୍ଥ୍ୟ ନଷ୍ଟ ହୁଏ। 12ରେ ମଧୁମେହ ରୋଗ ପାଇଁ, ଡାଇବେଟିସ୍ ଯାହାକୁ କହୁଛନ୍ତି, ମଧୁମେହ ରୋଗ ପାଇଁ ସକାଳ ସନ୍ଧ୍ୟାରେ ପ୍ରତିଦିନ ଦୌଡ଼ିବେ, ବିନା ଔଷଧରେ ଭଲ ହୁଏ। 13 ନମ୍ବରରେ ନିଶା କମିବା ପାଇଁ ଲେମ୍ବୁ ବ୍ୟବହାର କରନ୍ତୁ, ଲେମ୍ବୁ ରସ ପିଇଲେ ନିଶା କମିଯାଏ। 14ରେ ବେଶୀ ଆମ୍ବ ଖାଇଲେ କିଛି ଜାମ୍ବ କୋଳି ଖାଅ, ବେଶୀ ଜାମ୍ବ କୋଳି ଖାଇଛ କିଛି ଆମ୍ବ ଖାଅ, ଖାଇଲେ ନୁକସାନ ହେବ ନାହିଁ, ଅର୍ଥାତ୍ କୌଣସି ଦେହ ଖରାପ ହେବ ନାହିଁ। ସମସ୍ତ କପଡ଼ା ଲେମ୍ବୁ ରସରେ ଦାଗ ଲିଭାଏ। ଇଏ ହେଉଛି କେତେ ଗୁଡ଼ିଏ ଶାସ୍ତ୍ରଗତ ନିୟମ, ଏହାକୁ ଆମେ ପାଳନ କଲେ ଆମ ଜୀବନ ସୁଖମୟ, ସରସ, ସୁନ୍ଦର ହେବ, ଏଥିରେ କୌଣସି ସନ୍ଦେହ ନାହିଁ। ଜୟ ଜଗନ୍ନାଥ।